ଲୁଚିକି ରହିଲେ ଗଛ ତୋଟା ପଡ଼ିଥିଲା ଲୁଚିକି ରହିଲେ ଏବଂ ରାଜଧାନୀ ଦେଖିବା ପରୀକ୍ଷା କରିବା ଏତେ ବେଗରେ ପ୍ରବଳ ମାତ୍ରାରେ ପଳେଇ ଆସିଲେ ସେ ଗାଁବାସୀ ସମୁଦ୍ର ଲହଡ଼ି ଭାଙ୍ଗିଲା ଭଳି ଆସିଲେ ସୁନାର ପାତ୍ରଟି ରଖା ହେଲା ସୁନାର ପାତ୍ର ତା ଭିତରେ ହେଲେ ତ କୁହାଯାଏନି। ଶ୍ରୀ ରାଜରାଜେଶ୍ୱରୀ ତ୍ରିପୁର ମୋହିନୀ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ମା ଗାଲେରୀ ଦଣ୍ଡକାଳୀ ଯାହାଙ୍କର ଦଣ୍ଡଯାତ୍ରାର ମହିମା ସାରା ଓଡ଼ିଶା ତଥା ଭାରତ ବର୍ଷରେ ସୁବିଖ୍ୟାତ। ମାଙ୍କର ସେହି ଅପାର ମହିମା ତଥା ନିଜ ଭକ୍ତମାନଙ୍କ ପ୍ରତି ରହିଥିବା ଅପାର କରୁଣା ଯୋଗୁଁ ବହୁ ମାନସିକଧାରୀ ଆଜି ମାଙ୍କର ଏହି ଦଣ୍ଡଯାତ୍ରାରେ ସାମିଲ ହୋଇ ମାଙ୍କୁ ନିଜର ଭକ୍ତି ସମର୍ପଣ କରିଥାନ୍ତି। ମାଙ୍କର ଏହି ଦଣ୍ଡଯାତ୍ରାରେ ଯାହାଙ୍କର ନାମ ସର୍ବପ୍ରଥମେ ଗୁଞ୍ଜରିତ ହୁଏ ସେ ହେଉଛନ୍ତି ଶ୍ରୀ ବୈଦ୍ୟନାଥ ରଣା, ଯିଏକି ମାଙ୍କର ଜଣେ ପରମ ସାଧକ ତଥା ପରମ ଭକ୍ତ ଅଟନ୍ତି। ଯାହାଙ୍କର ଅନୁପସ୍ଥିତିରେ ମା ଏହି 13 ଦିନର ଦଣ୍ଡଯାତ୍ରା ସକାଶେ ମନ୍ଦିରରୁ ଗୋଟିଏ ପାଦ ମଧ୍ୟ ଘୁଞ୍ଚାଇ ନଥାନ୍ତି। କାରଣ ସେହି ବୈଦ୍ୟନାଥ ରଣା ମାଙ୍କର ମାଳି ରୂପେ କେବଳ ଏହି 13 ଦିନ ସକାଶେ ସୁଦୂର କଟକ ସହରରୁ ଆସିଥାନ୍ତି ଏବଂ ମାଙ୍କର ଏକବାରରୁ ଆରମ୍ଭ କରି ପ୍ରତ୍ୟେକ ଦିନ ଦାତାଙ୍କ ଗୃହ ନିକଟରେ ପୂଜାବିଧି ତଥା ମାଙ୍କର ମେରୁ ପର୍ବ ପର୍ଯ୍ୟନ୍ତ ମାଙ୍କର ସମସ୍ତ ବିଧି ତଥା ପୂଜା ଅର୍ଚ୍ଚନା ସେ ହିଁ କରିଥାନ୍ତି। କାରଣ ଗାଲେରୀ କାଳୀଙ୍କର ପୀଠ ହେଉଛି ଏକ ତନ୍ତ୍ର ପୀଠ ଏବଂ ପୀଠରେ ପୂଜା ଅର୍ଚ୍ଚନା କରିବା ନିମନ୍ତେ ଶ୍ରୀ କାହ୍ନୁଚରଣ ଶତପଥୀ ନିଜର ଦାୟିତ୍ୱ ତୁଲାଇଥାନ୍ତି। କିନ୍ତୁ ମାଙ୍କର ଏହି ଦଣ୍ଡଯାତ୍ରାରେ ଦାୟିତ୍ୱ ମାଙ୍କର ଏହି କାର୍ଯ୍ୟକୁ ସୁଚାରୁ ରୂପେ କରିପାରିବ। ତେଣୁ ଶ୍ରୀ ବୈଦ୍ୟନାଥ ରଣାଙ୍କର ପିତୃପୁରୁଷ ଯିଏକି ବିଦ୍ୟାଧର ରଣା ତାଙ୍କର ପିଢ଼ି ପରେ ପିଢ଼ି ଏହି କାର୍ଯ୍ୟକୁ ତୁଲାଇ ଆସୁଛନ୍ତି ଏବଂ ବର୍ତ୍ତମାନ ଶ୍ରୀ ବୈଦ୍ୟନାଥ ରଣା ଦୀର୍ଘ 74 ବର୍ଷ ବୟସରେ ମଧ୍ୟ ମାଙ୍କର ଏହି ଦାୟିତ୍ୱକୁ ତୁଲାଇବା ନିମନ୍ତେ ଆସିଥାନ୍ତି ଏବଂ ମାଙ୍କର ଅପାର କରୁଣାର ଛତ୍ରଛାୟା ତଳେ ରହି ସେ ତାଙ୍କର ସେବାକୁ ବହୁତ ଆନନ୍ଦର ସହିତ କରିଥାନ୍ତି। ବର୍ତ୍ତମାନ ଆଜି ଆମେ ଆସି ପହଞ୍ଚିଛୁ ଶ୍ରୀ ବୈଦ୍ୟନାଥ ରଣା ଯିଏକି ମା ରାଜରାଜେଶ୍ୱରୀ ତ୍ରିପୁର ମୋହିନୀ ଗାଲେରୀ ମାଙ୍କର ମାଳି ରୂପରେ ସେ ଏହି 13 ଦିନ ଆସି ମାଙ୍କର ସେବା କରିଥାନ୍ତି ଏବଂ ସେ ମାଙ୍କୁ ସେବା କରିବା ପାଇଁ ହିଁ ଏହି 13 ଦିନ ସୁଦୂର କଟକ ଇଏରୁ ଆସିଥାନ୍ତି। ତେବେ ଆସନ୍ତୁ ମାଙ୍କର ମହିମା ବିଷୟରେ କିଛି ଆଜ୍ଞାଙ୍କଠୁ ଶୁଣିବା ଏବଂ ମାଙ୍କର ଇତିହାସ ବିଷୟରେ କିଛି ଜାଣିବା ଏବଂ ଦଣ୍ଡ କ'ଣ ମେରୁ କ'ଣ ସେ ବିଷୟରେ କିଛି ଜାଣିବା। ଓମ୍ ଶାନ୍ତି ଶାନ୍ତି ଶାନ୍ତି। ଏ ବଡ଼ ସୌଭାଗ୍ୟ ଆନନ୍ଦ ଦିନ। ଏଇ ବାର୍ତ୍ତାରେ ଆପଣଙ୍କୁ ମୋର ପ୍ରଣାମ ଜଣାଇ ଦେଉଛି, ସାଦରେ ଗ୍ରହଣ କରନ୍ତୁ। ଏ ସୌଭାଗ୍ୟ ପ୍ରାପ୍ତିରେ କହିବା ଅଳ୍ପ ସମୟ ସ୍ୱଳ୍ପ ସମୟ ଭିତରେ ମାଙ୍କର ଅସୀମ ଶକ୍ତି ଅଛନ୍ତି। ଅସିତଗିରି ସମା ସାତକା ଜୋଳ ସିନ୍ଧୁ ପାତ୍ରୀ ସୁରତରୁବର ଶାଖା ଲେଖନୀ ପତ୍ରମୂର୍ବି ଲିଖିତ ଯଦି ଗୃହୀତ ଶାରଦା ସର୍ବକାଳ ତଦପି ତ ଗୁଣା ନାମୀ ମିଂସ ପାରଣ ଜାତି। ତା ଅର୍ଥ ହେଲା ସମୁଦ୍ର ରୂପକ ଦ୍ୱାତରେ ହିମାଳୟ ରୂପକ ସାହିକି ଯଦି ଘଣ୍ଟା ଯାଏ କଳ୍ପଦ୍ରୁମକୁ କଲମ କରି ମା ସରସ୍ୱତୀ ନିଜେ ଲେଖକ ହୁଅନ୍ତି ଏବଂ ପୃଥିବୀ ରୂପକ କାଗଜରେ ଯଦି ଆପଣଙ୍କର ଗୁଣଗାନ କରାଯାଏ ତାହେଲେ ଯୁଗ ଯୁଗ ବିତିଯିବ ପଛକେ କୌଣସି ପ୍ରକାର ସମ୍ପୂର୍ଣ୍ଣ କରିପାରିବେ ନାହିଁ। ଇଏ ହେଉଛି ଏ ତ ଶିବଙ୍କ ଲୀଳା ଭିତରେ ନବରାତ୍ର ତତ୍ତ୍ୱ, ଯାହାକି ଆମେ ଚୈତ୍ର ମାସରେ ତାଙ୍କର ତିଥିବାର ନକ୍ଷତ୍ର ଅନୁସାରେ ଆମେ ଗ୍ରହଣ କରୁଛୁ। ସେ ସ୍ୱର୍ଗରୁ ନବରାତ୍ର ନବଦୁର୍ଗାଙ୍କୁ ଆମେ ଆବାହନ କରୁଛେ। ମର୍ତ୍ତ୍ୟରେ ଯେତେ ଦୁଃଖ କଷ୍ଟ ଅଛି ସେକୁ ଲାଘବ କରି ସନ୍ଥମାନଙ୍କୁ ପାଳନ କରିବା ପାଇଁ ଏ ମାଙ୍କର କାଳୀ ରୂପ। ଦଣ୍ଡ ଚରିତ୍ର ହିସାବରେ ହେଲେ ବହୁତ କାମିନିକ ଦଣ୍ଡ ଚରିତ୍ର ଆସିବା ପାଇଁ ଥାଏ, କିନ୍ତୁ ଆମେ ଖୁବ୍ କମ୍ ସମୟ ଭିତରେ 13 ଦିନ ଯାତ୍ରାରେ ଆମେ ସୀମିତ ଭିତରେ ରହିଯାଉ। ଦିନ ବାର ତିଥି ନକ୍ଷତ୍ର ଅନୁସାରେ ଗୋଟେ ଦିନ ବଢ଼ି ଯାଇପାରେ ତାକୁ, କିନ୍ତୁ 13 ଦିନଟି ସ୍ୱଳ୍ପ ସମୟ ଭିତରେ ଦଣ୍ଡପୂର୍ଣ୍ଣ ଯେ ମେରୁ ଯାତ୍ରା ହୋଇଥାଏ।
ତେଣୁ ତାହା ଏବେ ସୁଦ୍ଧା ବି ପରିପୂର୍ଣ୍ଣ ଚାଲିଛି। ଆଉ ପାଟଭୁକ୍ତା, ପାଟଦଣ୍ଡୁଆ, ପାଣିଦଣ୍ଡୁଆ, ଝୁଣାହାଣ୍ଡି, ଚମ୍ପାବର, ପ୍ରଭା, ଢୋଲିଆ, ତାଳୁଆ, ଖୋଳିଆ, ମାଳି, ବ୍ରାହ୍ମଣ, ବୈଷ୍ଣବ, ଆଉ ସାଧୁସନ୍ଥ ଏବଂ ଦଣ୍ଡୁଆମାନେ ଉପଚାରକ ହିସାବରେ ତାଙ୍କର ଉପଚାରକ ବୃନ୍ଦ ସମସ୍ତଙ୍କୁ ନେଇ ଦଣ୍ଡ ବିଧାନ ହୋଇଥାଏ। ଏଥିରୁ ଗୋଟିଏ ଯଦି ବଡ଼ ସାନ ଆମେ ଖୋଜିବା, ଏଥିରେ ସମସ୍ତେ ପୂର୍ଣ୍ଣାଙ୍ଗ ପ୍ରାପ୍ତ ପାଇଁ ଦଣ୍ଡର ଯଦି ଗୋଟିଏ ଅଭାବ ଥାଏ, ଢୋଲିଆ ଧରନ୍ତୁ କି ମାଳି ହୁଅନ୍ତୁ କି ବ୍ରାହ୍ମଣ ହୁଅନ୍ତୁ କିମ୍ବା ଦଣ୍ଡୁଆ ହୁଅନ୍ତୁ, କେହି ଯଦି ଗୋଟିଏ କମ୍ ଅଧୁରା ରହିଯାଏ ତାହେଲେ ଦଣ୍ଡରେ ସେ ପୂର୍ଣ୍ଣାଙ୍ଗ ପ୍ରାପ୍ତ ନୁହେଁ। ଯେତେବେଳେ ପୂର୍ଣ୍ଣାଙ୍ଗ ପ୍ରାପ୍ତ ହୋଇଯାଏ ସେ ସବୁ ଦଣ୍ଡ ବିଧାନ ବୋଲି କୁହାଯାଏ। ତାଙ୍କୁ ଦଣ୍ଡର ପରିମାପକ, ଦଣ୍ଡ ଗୋଷେଇ ବୋଲି କୁହାଯାଏ। ତେଣୁ ଆମେ ୟାକୁ ପ୍ରଚାର ପ୍ରସାର କରିବା ପାଇଁ ଆମର ଘର ହେଉଛି ବଡ଼ମ୍ବା ନରସିଂହପୁର କମଳାଢିଅ, ଯାହାକି ଆମେ ଦେଖୁଛୁ 13 ଦିନ ପାଇଁ ଆସୁଛୁ ନିମନ୍ତ୍ରିତ ଅତିଥି ହିସାବରେ ମାଆଙ୍କର ସେବା କରି ସଂସାର ଦୁଃଖକୁ ହରଣ କରିବା ପାଇଁ ଆମେ ପ୍ରତୀୟମାନ ହେଉଛୁ। ଆଉ ବିଭିନ୍ନ ପ୍ରକାର ତାଙ୍କୁ ଜ୍ଞାନ ତତ୍ତ୍ୱ ଉପରେ ବି ଆମେ ପରିମାର୍ଜିତ କରୁଛୁ। ଆଉ ବାପା ଜେଜେବାପା ତ ରହୁଥିଲେ, ବାପା ଜେଜେବାପା ବି ଏଇ କାମରେ ସେ ନିୟୋଜିଥିଲେ। ଗାଲିରୀ ପୀଠରେ ମଧ୍ୟ ଅଦ୍ୟାବଧି ଜେଜେବାପାଙ୍କର ବିଦ୍ୟାଧରଣଙ୍କର ସମାଧି ଅଛି, ସେଇଠି ବି ଦେହାନ୍ତ ହେଇଥିଲେ। ଆଉ ଏ ପ୍ରାୟ 1782 ଖ୍ରୀଷ୍ଟାବ୍ଦରେ ତାଙ୍କର କିମ୍ବଦନ୍ତୀ କିଛି ଅଶୁଣାରେ ରହିଛି। କିନ୍ତୁ 1882ରେ ଆମେ କିଛି ଜାଣିଲୁ, ବାପା ଜେଜେବାପା କହନ୍ତି ଏଠୁ ଉତ୍ପତ୍ତି ହେଇଥିଲା, ଯାହାକି ଆନନ୍ଦେଶ୍ୱର ବିରୁପାକ୍ଷ ଯୋଗେଶ୍ୱର ଚକାପାଦୁ ସେଠି ଗୁହାରିଆ ପଡ଼ିଥିଲା ଆନନ୍ଦେଶ୍ୱରଙ୍କ ଠାରେ। ସେ କିମ୍ବଦନ୍ତୀ ତାର ଅଲଗା ଅଛି। ସେଠି ଆଜ୍ଞା ପାଇ ସେ ଦଣ୍ଡ ଆସିଥିଲା। ସେ ଦଣ୍ଡକୁ କେହି ନେଇ ପାରୁନଥିଲେ। ବାପା ଥିଲେ ସାଧକ, ଜେଜେବାପା ସେ ସାଧକ ଥିଲେ, ଗଛ ଉପରେ ବସି ସେ ଯିବା ଆସିବା କରୁଥିଲେ, ଯାହାକି ଅଦ୍ୟାବଧି ତାର ପ୍ରମାଣ ମଧ୍ୟ ପୋଥି ତାଳପତ୍ରରେ ଆମ ପାଖରେ ଅଛି। ଯିବା ଆସିବା କରୁଥିଲେ, ଜଡ଼ିବୁଟି ସେମାନଙ୍କୁ ଶାନ୍ତି କରୁଥିଲେ, ଔଷଧ ବିତରଣ କରୁଥିଲେ, ଛୋଟ ଛୋଟ ରୋଗ ବ୍ୟାଧି ମଧ୍ୟ ଭଲ କରିପାରୁଥିଲେ। ଏବଂ ପରମ୍ପରା କ୍ରମେ ତାହା ଆମେ 1870 ମସିହାରୁ ବାପା ମଧ୍ୟ ଘୋଡ଼ା ସବାରିରେ, ଯେତେବେଳେ ଗାଡ଼ି ଘୋଡ଼ା ସମୟ ସେତେ ନଥିଲା, ବାପା ମଧ୍ୟ ଘୋଡ଼ାରେ ଆସୁଥିଲେ। ତା ବାଦେ ଆମେ ଜାଣିଲା ପରେ 1980 ମସିହାରୁ ମୋର ଏଇଠି ବୈଦ୍ୟନାଥ ରଣା, ମୁଁ ଯାହାକି ଆସି ଦଣ୍ଡ କାମନାରେ କାମ କରୁଛି। ତାହା ଲୋକପ୍ରିୟତା ତ ନୁହେଁ, ମାଆଙ୍କର କରୁଣା ଆଶୀର୍ବାଦ ବୋଲି ଆମେ ଜ୍ଞାନ ସାର କରୁଛୁ। ଆଉ ମାଆଙ୍କର କରୁଣାକୁ ପାଇବା ପାଇଁ ହେଲେ କରୁଣାମୟୀ, ଦୟାମୟୀ, ସ୍ନେହମୟୀ, ଦୟାମୟୀ ସେ ସବୁ ଅଜାଡ଼ି ଦିଅନ୍ତି। ଯାହା ଯେଉଁଟା ଭାବନା କରନ୍ତି ଲୋକ ସମ୍ମୁଖରେ ତାହା ଫଳିତ ହୁଏ। ବହୁତ ମାନସିକ ପ୍ରତି ଆସନ୍ତି, କେତେ ପୁତ୍ର କଷ୍ଟ ଆସନ୍ତି, କେତେ ଚାକିରି କରିବା ପାଇଁ ଆସନ୍ତି, କେତେ ରୋଗ ବ୍ୟାଧି ଖଣ୍ଡନ କରିବା ପାଇଁ ଆସନ୍ତି, କାହାର କେତେ ପରିବେଶରେ ଦୁର୍ବଳତା ସବଳତା ପାଇଁ ଚିନ୍ତା କରିବା ପାଇଁ ଆସନ୍ତି। ବହୁତ ଗୁହାରି କରନ୍ତି। ଯିଏ ଯାହା ମନରେ ଭାବନା କରି ଆସେ ତାହା ଅଚିରେ ପୂର୍ଣ୍ଣ ହୋଇଥାଏ। ତାର ନୀତି ନିୟମ ମଧ୍ୟ ଅଛି, ଯାହାକି ଆମେ ବନ୍ଧ ତୁଠରେ ମାଆଙ୍କ ସେବାକାରୀ ହିସାବରେ ସେଠି ପ୍ରକୃଷ୍ଟ ପୂଜା ହୁଏ। ସେ ପୂଜାରେ 33 କୋଟି ଦେବତା ମଧ୍ୟ ଆକାଶରେ ବସି ପୁଷ୍ପବୃଷ୍ଟି କରନ୍ତି, ଆଳତି ଗ୍ରହଣ କରନ୍ତି ଏବଂ ଭକ୍ତମାନ ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଅଚିରେ ଆନନ୍ଦ ଅନୁଭବ କରିଥାନ୍ତି। ଏହା ହିଁ ଦଣ୍ଡ ବିଧାନ ହୋଇଥାଏ। ଓମ୍ ଶାନ୍ତି ଶାନ୍ତି। ମାଆଙ୍କର ଯେଉଁ ରାତ୍ର ଭୋଗ ହେଉଛି, ଯେଉଁ ରାତ୍ର ଭୋଗରେ ଶୁଣିବାକୁ ପାଉଛି ଯେ 4 ନଉତି ଚାଉଳ କିଛି ପଡ଼ୁଛି, ଯାହାକି 18 କେଜି, ଏବଂ ଡାଲି ବି 13 କେଜି କିଛି ପଡ଼ୁଛି, ଏବଂ ସେଥିରେ ଏତେ ଜଣ ଭୁକ୍ତା ବି ଖାଉଛନ୍ତି, ଆଉ ଯେତେ ଜଣ ଆସିଲେ ବି ଖାଉଛନ୍ତି, ଏବଂ କିଛି ଚଟୁର ବି ମାନ୍ୟତା ରହିଛି। ସେଇ ଚଟୁ ସେ ଭିତରେ ଥିଲେ ଯେତେ ଯାହା ବି ଶ୍ରଦ୍ଧାଳୁ ଆସିବେ ସେହି ପ୍ରସାଦ ଗ୍ରହଣ କରିବେ। ସେ ବିଷୟରେ ଆପଣ କ'ଣ କହିବେ? ଏସବୁ ତ ଆମେ ଶୁଣିଛୁ, କିନ୍ତୁ ଅଙ୍ଗେ ଲିଭେଇଛୁ। ବିରଞ୍ଚି ନାରାୟଣପୁର ଯାଇଥିଲୁ ଥଟେ। ସେଠି
दाताहार कहले जे आमे गाँ वाला समस्ते प्रसाद पाइबू। ये प्रसाद आपण एतिकी 6 गुणी चाउल जो सीमित रखिछन्ते आम तो बहुत लोक आप गोटे काम करूँ आउ 10-12 गुणी अधिका पकड़ा समस्ते प्रसाद आगे पाइपर किंतु मना करागला ता हेनी। नीति नियम जे 6 गुणी अच्छी भोक्ता ग्रामवासी नाटुआ जात्रांगी जिते लोक आसवे से प्रसाद पाइबे। एक कथा कहला अरे ए आम कथा से शुणुना से लुचिक रहिले गछ तोटा तो थिला लुचिक रहिले एवं आज देखिया परीक्षा करवा यही समय कौन है ना प्रसाद सेवन दंडुआ सरीगला नाटुआ पिला सरीगला सी कहे एते बेगरे प्रबल मात्रा पलि आसिले से गाँ बासी समुद्र लहड़ी भांगला भाई आसिले एवं से तोटा सम्मुख कहले जे आमे प्रसाद पाइबो। ब्राह्मण आज्ञा कहले जे हाँ हाँ बसंत 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 समस्त खोली पके दिया लंबा जे 200-400-500 लोक पर्यटन पड़े ये आश्चर्य मत पचारे बोला कौन कर देखिए केमतिया से माँ अन्नपूर्णा को स्मरण कली मतलब तुम टे आस से हंडा जहाँ थिला डाली एवं अन्न गोटे जगह दिगला घोड़णी करागला माँ पंचामृत तत्वर अंश विदिष्ट करागला गोटे सुनार पात्रटी रखागला सुनार पात्र ता भीतर एटा तो कह जाएनि शुणागला एवं कहगला आ खोलनी जहाँ दौथ दे चलो एमती है जिते प्रसाद सेवन करते समस्ते मुठे 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 सब बंटन होगा समस्ते प्रसाद पाई कृत्य कृत्य गले भाभी ये माँ रूप एवं परिपाट हिसाब से परीक्षा करवा समस्ते पाद तले गोड़ तले पड़गले आम क्षमा दे मुझे परीक्षा करूँ समस्ते से नाम प्रकृष्ट है बिरंजीपुर से बिरंजीपुर से सूर्यनारायण बिरंजपुर से आम अंगे लिभेवा जिनस भी आम कर तेणु माँ अपार करुणा से अन्न प्रसाद महायज्ञ परिणत हो जाए जेते देले भी सरी ना यहाँ भी आम निजे अंगे लिभेचु यहाँ शुणा कथा नहीं आम अनुभव कथा भी कहूँ शांति माँगर मेरु विषय रे आपण कौन कहे। हाँ माँ मेरु मेरु तत्व कहले मेरु मान पहाड़ बड़ शिखर शिखा को मेरु श्रृंग बोली कह जाए शिवंग जिते यात्रा पुण्य पर्व अच्छी दंड अन्यतम दंड अन्यतम माने जिते पर्वपर्वाणी अच्छी प्राय समस्त पर्वपर्वाणी रे दंड गोसाईंकर आम जी शिव को तत्व दौचे सी होती अन्यतम मेरु यात्रा यार प्रत्यक्ष है मेरु श्रृंग ये यात्रा सर्वश्रेष्ठ है मेरु यात्रा पणा संक्रांति जोटा कि आम महाविश्व पणा संक्रांति बोली उपभोग करता से संक्रांति तत्व सीटा प्रतिपादित आम महान शब्द थाए यह जगन्नाथ शिशु देश 10 दिन रथयात्रा ठू ये प्रकृष्ट तत्व पर भी परिगणित हो 13 दिन यात्रा एवं ता भितर आम आपको महामेरु पणा संक्रांति कही था। तेणु ये पणा संक्रांति महा शब्द समस्ते यही महासृष्टि पश्चात महासमुद्र महाभौतिक महातत्व ज्ञान भितर माँ सीमित अंतर्निहित हो गले महासृष्टि समस्त यज्ञादि कर्म भल मंदे समिष्ट महामेरु बोली कहा जाए पहाड़ सदृश ज्ञान भंडार जी की शिव तांको तत्व सब उत्तप्रोत भाव जड़ित होता और कर्म कहती महामेरु यात्रा। ये जो दंड यात्रा अच्छी कौड़ी 13 दिन हो कौड़ी 18 दिन कौड़ी 21 दिन या विषय आप कहे माने 13 दिन कहीं आउ 21 दिन मैंने कर कहीं यार तत्व हूँ कौन ये तो परंपरा तत्व पर केते आम तो केवे कहबुनु
13 दिन जम पाप पुण्य निहित वेद तत्व केते गुड़े तार श्रृंखलागत अच्छी किंतु प्रकृष्ट हूँ 13 दिन आपको आम साई गाँ भाई बंधु बुलायापाई यात्रा बढ़ाई किए 21 दिन कर किए 17 दिन कर किए 15 दिन कर मनमुखी नीति अनीति तत्व पर से करपारती तापर आम किसी कहबार ना आम नीति कांति 13 दिन आम अधिका करूना जदि हुए तिथिवार नक्षत्र गोटे दिन अधिका पारे जहाँकि मंगलवार गुरुवार शनिवार जदि पड़े 13 दिन आमटा सीमित तेणु गोटे दिन बढ़ी जाए जहाँकि तिथिवार नक्षत्र से 14 दिन परिणत हो पाए किंतु या तत्व अच्छी अलग व्रतधारी 13 दिन ये तो कष्ट दंड उपासक दंडुआ माने कष्ट करी दंड को सही जे दंड करी चले ताकू दंडुआ कहती ए बुढ़ा तो पिला पिला समस्ते उपभोग कर सीमित समय रखापी शिवंकर आगु दंडयात्रा परिणत कराई 13 दिन।